କେନ୍ଦୁଝର ମାଟିରେ ମୁଁ ଜନ୍ମ ହେଇଛି। ଯେଉଁ ମାଝୀ ବାବୁଙ୍କ କଥା କୁହାହେଉଛି ନା, ମାଝୀ ବାବୁଙ୍କୁ କାହିଁକି ଚୟନ କରାଗଲା? କେତେ ଅଲଗା କେତେ ଅଲଗା ମନ୍ତ୍ରୀ ମହୋଦୟ ବି ସବୁ ଠିଆ ହେଇଥିଲେ, ସେମାନେ କ'ଣ ସକ୍ଷମ ନଥିଲେ? ମାଝୀ ବାବୁଙ୍କୁ କାହିଁକି କରାହେଲା? ଆଣୁଛି ବାଲେଶ୍ୱରରେ କେମିତି ଖଞ୍ଜଣି, ଗିନି, କୀର୍ତ୍ତନ, ଖୋଳ, ମୃଦଙ୍ଗ, ଝାଞ୍ଜ ବାଜିଲାଣି। ରିପୋର୍ଟ ଯାଇକି ପଚାରୁଛନ୍ତି, ଆଜ୍ଞା ମା ମାନେ, ମଉସା ମାନେ କାହିଁକି ଆପଣ ବଜାଉଛନ୍ତି ଖଞ୍ଜଣି, ଗିନି, କୀର୍ତ୍ତନ, ଝାଞ୍ଜ, ମୃଦଙ୍ଗ? ସିଧା କଥା। ମଉସା ମାନେ କହୁଛନ୍ତି ଆମର ବୟସ ହେଲାଣି, ମେଡ଼ିସିନ ଖାଇବା ପାଇଁ ଆମ ପାଖରେ ପଇସା ନାହିଁ, ବଳ ନାହିଁ, ବୟସ ନାହିଁ, ଆମେ କେତେ ଚିଲେଇ ପାରିବୁ ବିଡ଼ିଓ ଅଫିସ୍ ପାଖରେ, ବ୍ୟାଙ୍କରେ ଯାଇକି। ଅନ୍ୟ କଥା, ମୁଁ ତ କିଛି ଫାଜିଲାମି କଥାବାର୍ତ୍ତା କରୁନି। ଆମେ ଭୋଟ ଦେଇଛୁ, ଅଧିକାର ଆମର ଅଛି। ଆମରି ରାଜ୍ୟକୁ ଆସିକି ଆମର କିଛି ଉନ୍ନତି ହେଉନି ଆମେ କହିବୁନି? ଆମ ଘରେ ପଶିକି ତମେ କରିବ, ଆମ ଘର କଥା ଆମେ କହିବୁନି? ମୁଁ ତ ବାହାର କଥା କିଛି କହୁନି, କି ଜଣାପଡ଼ୁନି। 3,500 ଟଙ୍କା ଦେବ କହିଥିଲ। ସମସ୍ତେ, ପ୍ରତିଟି ବୃଦ୍ଧ, ବୟସ୍କା, ବୃଦ୍ଧା ଯିଏ ବି ଆସୁଛନ୍ତି ବ୍ଲକ, ବିଡ଼ିଓ ଅଫିସ୍, ସବୁ ଜାଗାରେ ଏଇ ଗୋଟିଏ କଥା କହୁଛନ୍ତି 3,500 ଦେବାର ଥିଲା, 1,000 ଟଙ୍କା ବି ମିଳୁନାହିଁ। ମାସେ ହେଲାଣି, 2 ମାସ ହେଲାଣି, 3 ମାସ ହେଲାଣି। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ମୋର 4.5 କୋଟି ଓଡ଼ିଆ ଲୋକଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, ଖାଇବାକୁ ମିଳିଲେ ସିନା ଆମେ ଅଣ୍ଟା ହଲେଇବୁ। ତମେ ଇଏ କ'ଣ ଧନ୍ଦା ଲଗେଇଛ? କ'ଣ ଧନ୍ଦା ଲଗେଇଛ ଯେ ଗୋକୁଳ ବନ ବିଦ୍ୟାଳୟ କରିବ ଶ୍ରୀ ଗୋଦାବରୀଶ ମିଶ୍ରଙ୍କ ନାଁରେ? ଆରେ ଗୋଦାବରୀଶ ମିଶ୍ର କିଏ ଜାଣିଛ? ପଞ୍ଚସଖା ଯୁଗରେ କହୁଛନ୍ତି, ପଞ୍ଚସଖା ଯୁଗରେ ଯେମିତି ଗୋକୁଳ ବନ ବିଦ୍ୟାଳୟ ହୋଇଥିଲା, ସେମିତି ଆମେ ଗୋକୁଳ ବନ ବିଦ୍ୟାଳୟ ସ୍ଥାପିତ କରିବୁ। ଆରେ ଖାଇବାକୁ ଦିଅ ଆଗେ। ତମେ ଭତ୍ତା ଟିକକ ଦେଇପାରୁନ, ଗୋକୁଳ ବନ ବିଦ୍ୟାଳୟ କେଉଁ ହିସାବରେ କରିବ? ତମେ ନିଜେ କହୁଛ, ଭାଷଣର ଆରମ୍ଭରେ କହୁଛ ଯେ ମନୁଷ୍ୟର ମୌଳିକ ଅଧିକାର ହେଉଛି ଖାଦ୍ୟ, ବସ୍ତ୍ର, ବାସଗୃହ। କ'ଣ କହିଲ? ଫାର୍ଷ୍ଟ ଜିନିଷଟି ନିଜେ କହୁଛ, ଖାଦ୍ୟ, ବସ୍ତ୍ର, ବାସଗୃହ। ପ୍ରଥମେ ହେଉଛି ଖାଦ୍ୟ, ଖାଇବା, ଭୋଜନ, ପ୍ରସାଦ। ଜଗନ୍ନାଥ ସଂସ୍କୃତିର ଲୋକ ଆମେ ପ୍ରସାଦ ବୋଲି କହିବୁ, ସାତ୍ଵିକ ପ୍ରସାଦ। ଆରେ ପ୍ରସାଦଟା କେଉଁଠୁ ଆସିବ? ପଇସାଟା କାଢ଼, ମାଲ ଢିଲା କର। ଯେତେବେଳେ ବୁଲୁଥିଲ ଭୋଟ ପାଇଁ, ଗୋଟିଏ ଭୋଟ ଟିକକ ପାଇଁ କେନ୍ଦ୍ରରୁ ଆସିକି ବୁଲୁଥିଲ, କହୁଥିଲ ଯେ ଭତ୍ତା ହିସାବରେ ଆମେ 3,500 ଦେବୁ, 3,500। ଆରେ ଆକାଶ କଇଁଆ ଚିଲିକା ମାଛ, ତମେ 3,500 କ'ଣ 1,000 ଟଙ୍କା ତମେ ଦେଇପାରୁନ? ତମ ଅଣ୍ଟିରୁ ବାହାରୁନି। ସେ ସବୁ ଖାଇଦେଲ କି କୁଆଡ଼େ ଚଳୁ କରିଦେଲ କି ଜଣାପଡ଼ୁନି। 3,500 ଟଙ୍କା ଦେବ କହିଥିଲ। ସମସ୍ତେ, ପ୍ରତିଟି ବୃଦ୍ଧ, ବୟସ୍କା, ବୃଦ୍ଧା ଯିଏ ବି ଆସୁଛନ୍ତି ବ୍ଲକ, ବିଡ଼ିଓ ଅଫିସ୍, ସବୁ ଜାଗାରେ ଏଇ ଗୋଟିଏ କଥା କହୁଛନ୍ତି 3,500 ଦେବାର ଥିଲା, 1,000 ଟଙ୍କା ବି ମିଳୁନାହିଁ। ମାସେ ହେଲାଣି, 2 ମାସ ହେଲାଣି, 3 ମାସ ହେଲାଣି, ବର୍ତ୍ତମାନ ପର୍ଯ୍ୟନ୍ତ ମିଳୁନାହିଁ। ସେ ଭିଡ଼ିଓ ଆଣୁଛି ଆଜ୍ଞା, ନେକ୍ସଟ ଭିଡ଼ିଓ ଆଣୁଛି ବାଲେଶ୍ୱରରେ କେମିତି ଖଞ୍ଜଣି, ଗିନି, କୀର୍ତ୍ତନ, ଖୋଳ, ମୃଦଙ୍ଗ, ଝାଞ୍ଜ ବାଜିଲାଣି। ରିପୋର୍ଟ ଯାଇକି ପଚାରୁଛନ୍ତି, ଆଜ୍ଞା ମା ମାନେ, ମଉସା ମାନେ କାହିଁକି ଆପଣ ବଜାଉଛନ୍ତି ଖଞ୍ଜଣି, ଗିନି, କୀର୍ତ୍ତନ, ଝାଞ୍ଜ, ମୃଦଙ୍ଗ? ସିଧା କଥା। ମଉସା ମାନେ କହୁଛନ୍ତି ଆମର ବୟସ ହେଲାଣି, ମେଡ଼ିସିନ ଖାଇବା ପାଇଁ ଆମ ପାଖରେ ପଇସା ନାହିଁ, ବଳ ନାହିଁ, ବୟସ ନାହିଁ, ଆମେ କେତେ ଚିଲେଇ ପାରିବୁ ବିଡ଼ିଓ ଅଫିସ୍ ପାଖରେ, ବ୍ୟାଙ୍କରେ ଯାଇକି। ତେଣୁକରି ଗୋଟିଏ ରାସ୍ତା ହେଉଛି ଭଜନ ଗାଇବୁ, ନିଜେ ଗୀତ ବନେଇବୁ। ଭତ୍ତା ମିଳୁନାହିଁ, 3 ମାସ ହେଲାଣି ଗୀତ ବନାଉଛନ୍ତି। ସେ ଭିଡ଼ିଓ ମୁଁ ଆଣୁଛି ଆଜ୍ଞା। ଗୀତ ବନାଉଛନ୍ତି, କୀର୍ତ୍ତନ ଚାଲିଛି, ଝାଞ୍ଜ ବଜାଉଛନ୍ତି, ମୃଦଙ୍ଗ ବଜାଉଛନ୍ତି, ଗିନି ବଜାଉଛନ୍ତି, ଖଞ୍ଜଣି ବଜାଉଛନ୍ତି, ସବୁ କରତାଲ ବଜାଉଛନ୍ତି, ଚାଲିଛି। ଆଉ କ'ଣ କରିପାରିବେ? ଭୁଲ କ'ଣ କଲେ ଆଜ୍ଞା ସେମାନେ? ସେ ଭିଡ଼ିଓ ଅଣା ହେଉଛି, ଆପଣ ଜାଣିଛନ୍ତି ଆଜ୍ଞା। ପଇସାଟା କୁଆଡ଼ୁ ନା କୁଆଡ଼ୁ ତ ବାହାର କରାଯିବ ନା। ମୁଁ କେନ୍ଦୁଝର ମାଟିର ପୁଅ, ଜନ୍ମ ଏଠି ହେଇଛି, ବଢ଼ିଛି ପୁରା ଭୁବନେଶ୍ୱରରେ, ଜୀବନ ପୁରା ଯୌବନ ମୋର ଭୁବନେଶ୍ୱରରେ, ଏବେ ରହୁଛି ମୁମ୍ବାଇରେ। କିନ୍ତୁ ବାରମ୍ବାର ଏ କଥାଟି ମୁଁ କହିଛି, କେନ୍ଦୁଝର ମାଟିରେ ମୁଁ ଜନ୍ମ ହେଇଛି। ଯେଉଁ ମାଝୀ ବାବୁଙ୍କ କଥା କୁହାହେଉଛି ନା, ମାଝୀ ବାବୁଙ୍କୁ କାହିଁକି ଚୟନ କରାଗଲା? କେତେ ଅଲଗା ମନ୍ତ୍ରୀ ମହୋଦୟ ବି ସବୁ ଠିଆ ହେଇଥିଲେ, ସେମାନେ କ'ଣ ସକ୍ଷମ ନଥିଲେ? ମାଝୀ ବାବୁଙ୍କୁ କାହିଁକି କରାହେଲା? କେନ୍ଦ୍ରରେ ଶାସନ ଅଛି, କେନ୍ଦ୍ରରେ ଡୋରି ଅଛି, ଖାଲି ସାଇନ୍ଟା ନିଆହେବ। ଜାଣିଛନ୍ତି କେନ୍ଦୁଝରବାସୀ ନିରୀହ, ସରଳ, କିଛି କହିପାରିବେନି, ମୁହଁ ଖୋଲି ପାରିବେନି। ସେମିତି ଆଜ୍ଞା ରାଜନୀତି ସେଇଭଳିଆ ଜିନିଷ। ରାଜନୀତି ଏଇଭଳିଆ କାଦୁଅ, ଥରେ ଗଲା ମାନେ ଆପଣଙ୍କୁ ଆଡ଼ଜଷ୍ଟ କରିବାକୁ ପଡ଼ିବ। ଆପଣ କେବେ ସଚୋଟ ହେଇପାରିବେନି, ଯେଉଁଟା କହନ୍ତି ଆଙ୍ଗ୍ରି ୟଙ୍ଗ ମ୍ୟାନ୍ ହେଇକି ରହିପାରିବେନି। କିଛି ନା କିଛି ତ କମ୍ପ୍ରମାଇଜ୍ କରିବାକୁ ପଡ଼ିବ ଆପଣଙ୍କୁ, ସିଧା କଥା। ତେଣୁକରି ଏତେ ଲୋକ ଥାଇକି ମୋ ଭଉଣୀ ଏଇ କଥା ମୋତେ କହିଥିଲା, ତୁ ଜାଣିଛୁ ଭାଇ ମାଝୀକୁ କାହିଁକି କରାହେଲା? ଏଇ କାମ ପାଇଁ କରାହେଲା। କିଛି କହିପାରିବେନି, ଯାହା ଦରକାର ସାଇନ୍ଟି କରାହେବ, ଅନ୍ୟମାନେ ପ୍ରେସର ପକାଇବେ, କେନ୍ଦ୍ରକୁ ପଳାଇବ ଜିନିଷଟି। ଆପଣ ଦେଖୁନାହାନ୍ତି, ମୋ ଭଉଣୀ ଯେଉଁ କଥା କହିଥିଲା ଯେ ଏ ଭାଇ ଗୁଜୁରାଟର ଏ ଖଣି ଗାଡ଼ି ଆସିକି, ଜଳସମ୍ପଦ ଗାଡ଼ି ଆସିକି ଏଠି କ'ଣ କରୁଛି? ସବୁ ଜିନିଷ ଧୀରେ ଧୀରେ ନିଆ ହେଉଛି, ନିଆ ହେବ ମଧ୍ୟ। ଆଉ ଯେଉଁ ରହିଲା ଗୋକୁଳ ବନ ବିଦ୍ୟାଳୟ କଥା, ତୁମେ ଜଗନ୍ନାଥଙ୍କୁ ଚିହ୍ନି ପାରୁନ, ତୁମେ 4.5 କୋଟି ଓଡ଼ିଆଙ୍କୁ ଜିଣି ପାରିଲ ନାହିଁ, ତାଙ୍କ ମନକୁ ଜିଣି ପାରିଲ ନାହିଁ। କହୁଛ
3,500 ଟଙ୍କା ଦିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ 1,000 ଟଙ୍କା ତମ ଅଣ୍ଟିରୁ ବାହାରିଲା ନାହିଁ। ସେ କୁଆଡ଼େ ହଜିଯାଇଛି। ମିଳିବ କି ନାହିଁ ସନ୍ଦେହ। ଖାଲି ଏବେ ମିଳିବ ସେବେ ମିଳିବ, ବ୍ୟାଙ୍କରେ ତମର ସେଟିଂ କରାହେଉଛି, ଭିଡ଼ିଓ ପାଖକୁ ଆସିନି, ଏଇସବୁ କଥା। ସେମାନେ ଏସବୁ କାହିଁକି ବୁଝିବା ପାଇଁ ଯିବେ? ତମେ ଚେଞ୍ଜ କାହିଁକି କରୁଥିଲ? ତମକୁ ତ ସିଧା କଥା ଯେଉଁ ଯୋଜନା ଥିଲା ସେଇ ହିସାବରେ 1,000 ଟଙ୍କା ଦେଇଥାନ୍ତ। ତମକୁ 3,500 ତମ ପାଟିରୁ କାହିଁକି ବାହାରୁଥିଲା? ଦେଇପାରିବନି ଯେଉଁ ଜିନିଷଟା। ତମର ଔକାତ ଦେଖି ତମେ ଚାଦର ବଢ଼ାଅ। ଆଉ ରହିଲା ଜଗନ୍ନାଥଙ୍କ କଥା, ଜଗନ୍ନାଥଙ୍କୁ ବୁଝିପାରିବନି ତମେ। 4.5 କୋଟି ଓଡ଼ିଆଙ୍କ ମନକୁ ଜାଣିପାରିବନି, ଆଉ ଗୋଦାବରୀଶ ମିଶ୍ରଙ୍କୁ ତମେ କୁଆଡ଼ୁ ଜାଣିବ? ତାପରେ ପୁଣି ଗୋକୁଳ ବନ ବିଦ୍ୟାଳୟ, ଯେଉଁ କଥାରେ କହିଲି, ଆଗେ ଖାଇବାକୁ ଦିଅ, ମେଡ଼ିସିନଟା ଆସୁ। ଏପଟେ ବୁଢ଼ା ମଉସା, ତାଙ୍କ ଅଜା ଆଈ ରୋଗରେ ପଡ଼ିଥିବେ, ମେଡ଼ିସିନ ଖାଇପାରୁନଥିବେ, ନାତିଟି କେଉଁ ପ୍ରକାର ସ୍କୁଲ ଯିବ? ତମେ ଗୋକୁଳ ବନ ବିଦ୍ୟାଳୟ କରିବା ଚକ୍କରରେ ଅଛ। ଜଣାପଡ଼ୁନି ତମମାନଙ୍କୁ, ଜଣାପଡ଼ିବନି। ଆରେ ସିଧା କଥା, ଯେଉଁ ପଇସାଟି ନେଉଛ କେଉଁଠି ତ ଶୋ କରିବାକୁ ପଡ଼ିବ, କେଉଁଠି ତ ଦେଖାଇବାକୁ ପଡ଼ିବ। ତମେ ଏଇଠି ଦେଖାଉଛ ଗୋକୁଳ ବନ ବିଦ୍ୟାଳୟ କରିକି, ତମ ମାଇଣ୍ଡରେ ଆଉ କିଛି ପଶିଲାନି। ଗୋଦାବରୀଶ ମିଶ୍ର ଆଦର୍ଶ ଗୋକୁଳ ବନ ବିଦ୍ୟାଳୟ। ଶୁଣିଲା ବେଳକୁ ହସ ଲାଗୁଛି। ଯିଏ 1,000 ଟଙ୍କା ଦେଇପାରୁନି ସମସ୍ତଙ୍କୁ, ବୃଦ୍ଧ ମାନଙ୍କର ସାହାଯ୍ୟ କରିପାରୁନି, ସେ ଛୁଆମାନଙ୍କର ଭବିଷ୍ୟତ କ'ଣ ଦେଖିବ? କ'ଣ କରିଛ 2 ବର୍ଷ ଭିତରେ? ତମେ ଟେନସନ୍ ନିଅ ନା। କ'ଣ କରିଛ 2 ବର୍ଷ ଭିତରେ? ତମେ ଶଙ୍ଖ ବାଜୁଛି ବା 2029 ମିଶନ। ମୁଁ ବାରମ୍ବାର ଏ ଜିନିଷକୁ ଆହ୍ୱାନ କରୁଛି। ଆମର ଯେତିକି ଜଗନ୍ନାଥ ସଂସ୍କୃତିର ଭାଇମାନେ ଅଛନ୍ତି, ମାଆମାନେ ଅଛନ୍ତି, ସମସ୍ତଙ୍କୁ ଆହ୍ୱାନ କରୁଛି। 2029 ବେଶୀ ନୁହଁ, ମିଶନ 2029। ଯେମିତି ଅପରେସନ୍ ସିନ୍ଦୁର ହେଇଥିଲା, ସେମିତି ଅପରେସନ୍ 2029 ହେବ, ଆଉ ବେଶୀ ଦୂର ନାହିଁ। ଖାଲି ଏତିକି ମନର ଜ୍ୱାଳାଟିକୁ, ସେ ମଶାଲଟିକୁ ହୃଦୟ ଭିତରେ ଜଳିକି ରଖିଥାନ୍ତୁ। କ'ଣ ଅସୁବିଧା କରିଛନ୍ତି ଏମାନେ, କ'ଣ ଉନ୍ନତି କରିଛନ୍ତି ଏମାନେ। ଆମ ଓଡ଼ିଆମାନଙ୍କର, ପୁରା ହିନ୍ଦୁସ୍ତାନ ଲୋକମାନଙ୍କର ଗୋଟେ ଦସ୍ତୁର ଭୁଲି ଯାଆନ୍ତି କିଛି ଦିନ ଗଲା ପରେ। ଭୁଲନ୍ତୁ ନାହିଁ ଆଜ୍ଞା, ଏ ଭତ୍ତା ମିଳିନାହିଁ, ଉନ୍ନତି କିଛି ହେଇନାହିଁ। କ'ଣ ଉନ୍ନତି ହେଇଛି ଶୋ କରନ୍ତୁ। ଆଜି ପର୍ଯ୍ୟନ୍ତ ହେଇନି। ଅନ୍ୟ କଥା, ମୁଁ ତ କିଛି ଫାଜିଲାମି କଥାବାର୍ତ୍ତା କରୁନି। ଆମେ ଭୋଟ ଦେଇଛୁ, ଅଧିକାର ଆମର ଅଛି। ଆମରି ରାଜ୍ୟକୁ ଆସିକି ଆମର କିଛି ଉନ୍ନତି ହେଉନି ଆମେ କହିବୁନି? ଆମ ଘରେ ପଶିକି ତମେ କରିବ, ଆମ ଘର କଥା ଆମେ କହିବୁନି? ମୁଁ ତ ବାହାର କଥା କିଛି କହୁନି। ଆମ ଘର କଥା ମୁଁ କହୁଛି। ତମର ଦାୟିତ୍ୱ ଶୋ କରେଇବ, ଜନତାକୁ ଶୋ କରେଇବ। ତମ ଜନତାର ସେବକ, ଜଗନ୍ନାଥଙ୍କର ତମ ସେବକ। ଛାଡ଼, ଜଗନ୍ନାଥ ବହୁତ ଉପରେ ରହିଲେଣି, ତମ ଜନତାଙ୍କୁ ଦେଖ ଆଗେ। ବୃଦ୍ଧା ମାଆମାନଙ୍କୁ ଦେଖ, ମାଉସୀମାନଙ୍କୁ ଦେଖ। ପଇସା ଟିକେ ଦେଇପାରୁନ, 1,000 ଟଙ୍କା ଗଣି 1,000 ଟଙ୍କା ଦେଇ 1,000 ଟଙ୍କା ଗୋକୁଳ ବନ ବିଦ୍ୟାଳୟ କରିବେ। ତମେ ବହୁତ କରିବ, ଜଣାପଡ଼ୁଛି। କ'ଣ କରିବ କ'ଣ ନାହିଁ କି ଜଣାପଡ଼ୁନି। ଖାଲି ଇଆଡ଼ୁ ସିଆଡ଼ୁ ଜିନିଷ ହେଉଛି। ଜିନିଷ ମାଙ୍ଗାନିଜ, ବକ୍ସାଇଟ୍, ଆମର ପାଣି, ଆମର ଖଣିଜ ସମ୍ପଦ ସବୁ ବାହାରକୁ ନିଆ ହେଉଛି। ଏ କ୍ୱେଶ୍ଚନଟି ପଚାରନ୍ତୁ ଆପଣ ସମସ୍ତେ। ପଚାରିଲେ ଉତ୍ତର କିଛି ବାହାରିବନି। ପାଟିରେ ସେଲୋ ଟେପ୍ ଲଗାଇ ଦେଇକି, ବ୍ଲାକ୍ ଟେପ୍ ଲଗାଇ ଦେଇକି, ୟେଲୋ ଟେପ୍ ଲଗାଇ ଦେଇକି, ଫେବିକ୍ୱିକ୍ ଲଗାଇ ଦେଇକି ବୁଲିବେ ଏମାନେ। କିଛି କରିପାରିବେନି। ଖାଲି କେଉଁଠି ପଡ଼ିଆରେ କେଉଁଠି ଖେଳ ହେଉଛି, କେଉଁଠି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ହେଉଛି, ଆରେ ସେଇ ମାନେ ପାଟିରୁ ଭାଷା ବାହାରିବା କଥା। ମାଆମାନଙ୍କୁ ଦେଖିଲା ମାନେ ଦୟା ଲାଗୁଛି। ସେମାନେ ଖାଇବାକୁ ପାଉନାହାନ୍ତି, ମେଡ଼ିସିନ ଟିକେ ପାଉନାହାନ୍ତି। ତମେ ସେଇଟା ଆଗେ ଦେବା ଦରକାର। ସେଇଟା ଏପର୍ଯ୍ୟନ୍ତ ହେଇପାରୁନି। କେଉଁ ଜାଗାରେ ପାଉଛନ୍ତି ତ କେଉଁ ଜାଗାରେ ପାଉନାହାନ୍ତି। ଗଞ୍ଜାମରେ ହେଉଛି ତ ଏଠି ହେଉନି, ଏଠି ହେଉଛି ବାଲେଶ୍ୱର ହେଉନି। ଏ ବାଲେଶ୍ୱର କଥା କହିବି ଆଜ୍ଞା ଆପଣ। ଖଞ୍ଜଣି, ଗିନି, ଝାଞ୍ଜ ଧରିକି ଯେଉଁଭଳିଆ କୀର୍ତ୍ତନ ହେଉଛି, ଏ ବୟସରେ ତାଙ୍କର କୀର୍ତ୍ତନ କରିବା ଦରକାର କାହା ପାଇଁ? ଜଗନ୍ନାଥଙ୍କ ପାଇଁ। ଏ ବୟସରେ ତାଙ୍କର କୀର୍ତ୍ତନ କରିବା କଥା କାହା ପାଇଁ? ରାଧାଙ୍କ ପାଇଁ। ଆଉ ଏ ବୟସରେ କୀର୍ତ୍ତନ ହେଉଛି ଏଇ ତାଙ୍କର 1,000 ଟଙ୍କା ପାଇଁ? ଏ ବୟସରେ କୀର୍ତ୍ତନ ହେଉଛି ତମ ପାଇଁ? କିଏ ତମେ? ଜନତାଙ୍କର ସେବକ, ଜନତା ଜନାର୍ଦ୍ଦନଙ୍କର ସେବକ। ତମେ ସେବକ ହିସାବରେ ନିଜକୁ କେବେ ଦେଖିଛ? ମାଇକ୍ରେ ରହି କଥାବାର୍ତ୍ତା କରିବାର ମାନେ କ'ଣ? ଯେତେ ଯାହା ହେଲେ ବି ଆଜ୍ଞା, ସେ ବି ଜେ ପି 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 ପି, ଇଏ ବି ଜେ ଡି 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 ଡି। କେଉଁଟା ଭଲ ଲାଗୁଛି ଆଜ୍ଞା? 24 ବର୍ଷର ସେ ଶକ୍ତିଶାଳୀ ଶାସନ, ବିଶାଳ ଶାସନ, ନା ଏବେ 2 ବର୍ଷ ହେଇକି ଆସିଥିବା ଭତ୍ତା ଦେଇପାରୁନଥିବା ଶାସନ? କାହାକୁ ଆପଣ ବାଛିବେ? ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।